ଇରାନର ସର୍ବୋଚ୍ଚ ନେତା ଆୟତୋଲା ଅଲି ଖାମେନେଇ ଦେଶର ପରମାଣୁ କାର୍ଯ୍ୟକ୍ରମ ଉପରେ ଆମେରିକା ସହିତ ଆଲୋଚନା କରିବାର ସମ୍ଭାବନାକୁ ପୁଣି ଥରେ ଖାରଜ କରିଛନ୍ତି। ସେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସମାଲୋଚନା କରିଛନ୍ତି। ଖାମେନେଇ କହିଛନ୍ତି ଆମେରିକା ଯାହା ପ୍ରତ୍ୟେକ କ୍ଷେତ୍ରରେ ନିଜର ପ୍ରତିଶ୍ରୁତି ଭାଙ୍ଗିଥାଏ, ଏହା ମିଛ କହିଥାଏ, ସାମରିକ ଧମକ ଦେଇଥାଏ, ଲୋକଙ୍କୁ ହତ୍ୟା କରିଥାଏ ଏବଂ ପରମାଣୁ ପ୍ରତିଷ୍ଠାନ ଉପରେ ବୋମା ପକାଇଥାଏ। ଆମେ ଏପରି ପକ୍ଷ ସହିତ ଆଲୋଚନା କରିପାରିବୁ ନାହିଁ କିମ୍ବା ଚୁକ୍ତିନାମାରେ ପହଞ୍ଚି ପାରିବୁ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଖାମେନେଇ। ଏଥିସହିତ ତେହେରାନ ପୁନଃ ନିର୍ଦ୍ଦେଶ ଦେଇଛି ଯେ ଏହା ଆମେରିକା ସହିତ ଏହାର ପରମାଣୁ କାର୍ଯ୍ୟକ୍ରମ ଉପରେ ସିଧାସଳଖ ଆଲୋଚନା କରିବ ନାହିଁ। ଖାମେନେଇ ଆମେରିକା ସହିତ ଆଲୋଚନାକୁ ଏକ ମୃତ ଅନ୍ତ ବୋଲି ବର୍ଣ୍ଣନା କରିଛନ୍ତି, ଯେତେବେଳେ କି ଜାତିସଂଘ ସାଧାରଣ ପରିଷଦର ସାଇଡଲାଇନରେ କୂଟନୈତିକ ଆଲୋଚନା ଜାରି ରହିଛି। ତେବେ ଯୁକ୍ତରାଷ୍ଟ୍ର ସହିତ ଆଲୋଚନା ପୁନର୍ବାର ଆରମ୍ଭ କରିବା ଇରାନ ପାଇଁ ଏକ ପ୍ରମୁଖ ପ୍ରସଙ୍ଗ ହୋଇ ରହିଛି। ଜାତିସଂଘ ସାଧାରଣ ସଭାରେ ତାଙ୍କ ଭାଷଣ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ ଯେ ଇରାନ କେବେ ବି ପରମାଣୁ ଅସ୍ତ୍ର ବିକଶିତ କରିବ ନାହିଁ ଏବଂ ତେହେରାନକୁ ବିଶ୍ୱରେ ଆତଙ୍କବାଦର ନମ୍ବର 1 ପ୍ରାୟୋଜକ ବୋଲି କହିଥିଲେ। ଯାହାର ପ୍ରତିକ୍ରିୟାରେ ଟ୍ରମ୍ପଙ୍କୁ ଟାର୍ଗେଟ କରି ଖାମେନେଇ କହିଛନ୍ତି ଏହା କୌଣସି ଆଲୋଚନା ନୁହେଁ, ଏହା ଏକ ହୁକୁମନାମା, ଏହା ଏକ ଲଦା ଯାଇଥିବା ଆଦେଶ।